ପିଲାଟିର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ପିଲାଟି ଯେପରି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ପ୍ରତିଦିନ ବିଦ୍ୟାଳୟକୁ ଆସିବ ଏହାକୁ ନଜରରେ ରଖି ଆମ ଓଡ଼ିଶା ସରକାର 5T ମାଧ୍ୟମରେ ବିଦ୍ୟାଳୟ ନବୀକରଣ କରାଇଛନ୍ତି ଏବଂ ସବୁ ପିତାମାତା ଅଭିଭାବକମାନଙ୍କୁ ସଚେତନ କରାଇବା ପାଇଁ ଶିକ୍ଷା ସଚେତନ ରଥ ନାମକ ଏକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଇଛନ୍ତି ଯେପରିକି ସେମାନେ ପ୍ରତିଦିନ ନିଜର ପିଲାମାନଙ୍କୁ ଠିକ୍ ସମୟରେ ବିଦ୍ୟାଳୟକୁ ପଠାଇ ପାରିବେ। କାରଣ ମନୁଷ୍ୟ ହେଉଛି ଅମୂଲ୍ୟ ରତ୍ନଗୁଡ଼ିକର ଭରା ଏକ ଖଣି। ଶିକ୍ଷା ହିଁ କେବଳ ଏକମାତ୍ର ଉପାୟ ଯାହାକି ତନ୍ମଧ୍ୟରେ ଲୁକାୟିତ ହୋଇଥିବା ଗୁଣାବଳୀଗୁଡ଼ିକୁ ଆବିଷ୍କାର କରିଥାଏ। ମଣ୍ଡଳ ଶିକ୍ଷା ଅଧିକାରୀ କଟକ ସଦର ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥ ପରିକ୍ରମା କରିଛି। ସେହିପରି ଉରାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଇନ୍ଦା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମର ସିଆରସିସି ସନ୍ତୋଷ କୁମାର ପ୍ରଧାନ, ଏବିଇଓ ରବୀନ୍ଦ୍ର କୁମାର ବେହେରା, ଏହା ସହିତ ପରିଚାଳନା କମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟ ଏବଂ ଅଭିଭାବକ ଅଭିଭାବିକା ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସଚେତନ କରାଇବାର କାରଣ କ'ଣ କି ଯେ ଅଧିକାଂଶ ପିଲା ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ସ୍କୁଲ ପ୍ରତି ଟିକେ ବିମୁଖ ହେଉଛନ୍ତି। ତେଣୁ ବର୍ତ୍ତମାନ ପ୍ରାଇଭେଟ୍ ସ୍କୁଲ ଗଭର୍ଣ୍ଣମେଣ୍ଟ ସ୍କୁଲ ସବୁ ଏକକାଳୀନ ଶିକ୍ଷା ବ୍ୟବସ୍ଥା କରିଦିଆଯାଇଛି। ଆମ ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କରେ ମଧ୍ୟ 5T ସବୁ କାର୍ଯ୍ୟ କରାଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍, ଇ ଲାଇବ୍ରେରୀ, ଲାବୋରେଟୋରୀ ଏବଂ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ମଧ୍ୟ ସରକାରଙ୍କ ତରଫରୁ ଯାହା ସବୁ ଲାଗୁ କରାଯାଇଛି ସବୁ କାର୍ଯ୍ୟ ଆମେ ସୁଚାରୁ ରୂପେ ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କରେ ପରିଚାଳିତ କରାଯାଉଛି। ତେଣୁ ପିଲାମାନଙ୍କୁ ଅଧିକ ସଂଖ୍ୟାରେ ଆକର୍ଷଣ କରିବା ପାଇଁ ଏହି ପ୍ରୋଗ୍ରାମଟା ଚାଲିଛି। ଏଇଟା ଗୋଟେ ସୁନ୍ଦର ପ୍ରୋଗ୍ରାମ। ମୋ ନାଁ ସନ୍ତୋଷ କୁମାର ପ୍ରଧାନ, ସିଆରସିସି ସଇନ୍ଦା ନୋଡାଲ ହାଇସ୍କୁଲ। କ'ଣ ଶିକ୍ଷା ସଚେତନତା ରଥ ବୁଲିବାର ଉଦ୍ଦେଶ୍ୟ ହେଉଛି ସବୁ ପିତାମାତା ଅଭିଭାବକମାନଙ୍କୁ ସଚେତନ କରିବା ଯେ ସବୁ ପିଲାମାନେ କେମିତି ସ୍କୁଲକୁ ଆସିବେ, ଆମ ସ୍କୁଲ ବିଦ୍ୟାଳୟ ଶିକ୍ଷାକୁ ଆକର୍ଷିତ କରିବେ। ଏବେ ଗଭର୍ଣ୍ଣମେଣ୍ଟ ତରଫରୁ ସରକାରଙ୍କ ତରଫରୁ ବହୁତ ସୁନ୍ଦର ସୁନ୍ଦର ଚିତ୍ର ବିଚିତ୍ର ମାଧ୍ୟମରେ ଆମେ ପାଠ ପଢ଼ାଉଛୁ। ପିଲାଙ୍କୁ ସବୁଥିରେ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଆମେ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ଆମେ ଏହି ସଚେତନତା ରଥ କରୁଛୁ ଯେ ପିତାମାତାମାନେ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଯେଉଁଟା ଆମର ଶିକ୍ଷା ହେଉଛି ଗୋଟେ ଏମିତି ଜିନିଷ, ଶିକ୍ଷା ବିନା ଯେମିତି ଅନ୍ଧାରରେ ରହିବା ସହିତ ସମାନ ବା ଅନ୍ଧକାର ହେବା ସହିତ ସମାନ, ଆଖି ଥାଇ ଅନ୍ଧ ଯେଉଁ କହନ୍ତି, ତ ସମସ୍ତେ ଶିକ୍ଷାକୁ ଗ୍ରହଣ କରନ୍ତୁ। ସରକାରଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ଏହା ହେଉଛି ଶିକ୍ଷା ସଚେତନତା ରଥର। नमस्कार, मो नाम अर्चिता नायक, मो सप्तम श्रेणी छात्री अटे। आज आम विद्यालय को सचेतन रथ आसी कारण बहुत पिला माने अच्छा जो मैंने आमर मैंने स्कूल को आसुना और बहुत पिला माने बहुत थर आसुना काम कर सचेतन रथ आसी जे लोक मानक मैंने पिला मानक जणाइबा आस आम पढ़ू आम गढ़ू आम देश आमरी ये वाक्य को सूचाइबा सचेतन रथ आसी। सरकार विभिन्न पद्धतिर माध्यम कले गवर्नमेंट स्कूल अच्छी तो आम बिना पैसा देनी आम पाठ पढ़ी पार्चे। विद्यालय 5T अवलंबन करमर सरकार द्वारा विभिन्न पुणी प्राइवेट स्कूल ले बहुत पिला माने अच्छा प्राइवेट स्कूल ले न पढ़ी के स्कूल पढ़ुं कारण भावुं जे सरकार स्कूल पढ़िले आमर यही फायदा हम आमर सुविधा हम आम बड़ माने काम करूँ और बहुत माने आमको मागणार बहीपत्र मिलूँ और नवम पिला मानक साइकल मिलूँ बहुत प्रकार यूनिफॉर्म आम सब जिनिस आमको सरकार जगह दूसरी ताल पाठ पढ़ुन कहीं पढ़ू आम गढ़ू आम देश लड़ू। कटक सदररू विभूति भूषण तराईଙ୍କ रिपोर्ट लिव लाइफ ओडिया।